ଜୟ ଜଗନ୍ନାଥ। ଆଜି ହେଉଛି 14 ଅଗଷ୍ଟ ଗୁରୁବାର। ସକାଳର ଟପ୍ କରେଣ୍ଟ ଆଫେୟାର୍ସ ମୁଁ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ପ୍ରତ୍ୟେକ ଓଡ଼ିଶାବାସୀ ସମସ୍ତ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ନେଇ ଆସିଛି। ଆଜି ବହୁତ ଗୁଡ଼ିଏ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଇଭେଣ୍ଟ ହୋଇଛି। ଏ ପଏଣ୍ଟ ଗୁଡ଼ାକ ଆପଣ ଜାଣିବା ନିହାତି ଦରକାର। ଆପଣଙ୍କର ଆଗାମୀ ପ୍ରତ୍ୟେକ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ଭେରି ଇମ୍ପୋର୍ଟାଣ୍ଟ। ଭିଡ଼ିଓ ଷ୍ଟାର୍ଟ କରିବା। ଭିଡ଼ିଓକୁ ଶେଷ ଯାଏଁ ଦେଖିବେ। ଆଜିର ପ୍ରଥମ ଇଭେଣ୍ଟ ମୁମ୍ବାଇରେ ଆଷ୍ଟ୍ରୋନୋମି ଅଲମ୍ପିଆଡ ଅନୁଷ୍ଠିତ ହୋଇଛି 2025। ଡିଟେଲରେ ଜାଣିବା। ବହୁତ ବଡ଼ ଇଭେଣ୍ଟ। ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିର୍ବିଦ ଉପରେ 18ତମ ଅନ୍ତର୍ଜାତୀୟ ଅଲମ୍ପିଆଡ IOAA 12 ଅଗଷ୍ଟ 2025ରେ ମୁମ୍ବାଇରେ ଖୋଲିଛି। ପ୍ରତିଯୋଗିତାର ଇତିହାସରେ ସର୍ବବୃହତ ସଂସ୍କରଣକୁ ଚିହ୍ନିତ କରିଥିଲା। ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ TIFRର ଅଂଶ ହୋମି ଜାହାଙ୍ଗୀର ଭାଭା ସେଣ୍ଟର ଫର୍ ସାଇନ୍ସ ଏଜୁକେସନ୍ HBCSE ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ, ଶିକ୍ଷା ଏବଂ ଅନ୍ତର୍ଜାତୀୟ ସହଯୋଗର 10 ଦିନିଆ ଉତ୍ସବ ପାଇଁ 64ଟି ଦେଶର 300ରୁ ଅଧିକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକତ୍ରିତ ହୋଇଛନ୍ତି। ସବୁଠୁ ବଡ଼ ପଏଣ୍ଟ, ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଅପରାହ୍ନ 4ଟାରେ ଏଇଟା ଉଦ୍ଘାଟନ ହୋଇଥିଲା। ଏହାର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଭେଣ୍ଟ। UPSC ତାର 100 ବାର୍ଷିକ ପାଳନ କରୁଛି ଅକ୍ଟୋବର 2025ରେ। ଡିଟେଲରେ ଜାଣିବା। ବହୁତ ବଡ଼ ଇଭେଣ୍ଟ। ୟୁନିୟନ ପବ୍ଲିକ ସର୍ଭିସ କମିଶନର ଉତ୍ପତ୍ତି ଭାରତ ସରକାରଙ୍କ ଅଧିନିୟମ ଅନୁଯାୟୀ ଗଠନ ହୋଇଥିଲା 1919 ଏବଂ ଲି କମିଶନଙ୍କ ସୁପାରିଶ ପରେ 1924 ମସିହାରୁ ଆରମ୍ଭ ହୋଇଥିଲା, ଯାହାକି ଉଚ୍ଚ ନାଗରିକ ସେବା ପାଇଁ ନିଯୁକ୍ତି ପାଇଁ ଏକ ସ୍ୱାଧୀନ ସଂସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲା। UPSCର ପ୍ରମୁଖ ଐତିହାସିକ ମାଇଲଖୁଣ୍ଟ ବିଷୟରେ ଜାଣିବା। 1 ଅକ୍ଟୋବର 1926 ମସିହାରେ ଭାରତର ଜନସେବା ଆୟୋଗ ଗଠନ ହୋଇଥିଲା। ମନେ ରଖିବେ, UPSCର ଫୁଲ୍ ଫର୍ମ ବି ପଚରାଯାଏ। 1937 ମସିହାରେ ଫେଡେରାଲ ରିପବ୍ଲିକ ସର୍ଭିସ କମିଶନର ନାମ ପରିବର୍ତ୍ତନ କରାଯାଇଥିଲା, ଯେଉଁଟାକି ଭାରତ ସରକାରଙ୍କ ଅଧିନିୟମ 1935 ଅଧୀନରେ ହୋଇଥିଲା। 26 ଜାନୁଆରୀ 1950 ମସିହାରେ ଭାରତର ସମ୍ବିଧାନର ଧାରା 315 ଆର୍ଟିକିଲ 315 ଅନୁଯାୟୀ କେନ୍ଦ୍ର ଜନସେବା ଆୟୋଗ ଗଠନ ହୋଇଥିଲା। ଦଶନ୍ଧି ଧରି UPSC ଭାରତର ପ୍ରଶାସନିକ ଢାଞ୍ଚାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଯୋଗ୍ୟତା ଭିତ୍ତିକ ନିଯୁକ୍ତିର ଅଭିଭାବକ ସାଜିଛି। ମନେ ରଖିବେ, UPSCକୁ 100 ବର୍ଷ ହୋଇଛି। ଭେରି ଇମ୍ପୋର୍ଟାଣ୍ଟ। ଏଇଟା ଆଉ ଗୋଟେ ବଡ଼ ଇଣ୍ଟରନ୍ୟାସନାଲ ଇଭେଣ୍ଟ। ଭାରତ ମାନବିକ ସହାୟତା ଭାବରେ ଫିଜିକୁ 5 ଟନ୍ ଝୁଡ଼ଙ୍ଗ ବରଗଡ଼ା ବିହନ ପଠାଉଛି। ଡିଟେଲରେ ଜାଣିବା। ଇଣ୍ଡୋ ପାସିଫିକ ଅଂଶୀଦାରମାନଙ୍କ ସହ ଏକତାର ଅଙ୍ଗଭଙ୍ଗୀରେ ଭାରତ 5 ମେଟ୍ରିକ ଟନ୍ ବରଗଡ଼ା, ଯାହାକୁ ଝୁଡ଼ଙ୍ଗ ମଧ୍ୟ କୁହାଯାଏ, ଓଡ଼ିଶାରେ କଳା ଆଖି ମଟର ମଧ୍ୟ କୁହାଯାଏ, ତାର ମଞ୍ଜି ମାନବିକ ସହାୟତା ଭାବରେ ଫିଜିକୁ ପଠାଇଛି। ଏହି ପଦକ୍ଷେପ ଭାରତର ଆକ୍ଟ ପୂର୍ବ ନୀତିର ଏକ ଅଂଶ। କୃଷି ସ୍ଥିରତାକୁ ଦୃଢ଼ କରିବା, କୃଷକମାନଙ୍କୁ ସଶକ୍ତ କରିବା ଏବଂ ପ୍ରଶାନ୍ତ ଦ୍ୱୀପପୁଞ୍ଜ ଦେଶର ଖାଦ୍ୟ ନିରାପତ୍ତାକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ଏଇଟା ଆଉ ଗୋଟେ ବଡ଼ ଇଭେଣ୍ଟ। ଅନସଙ୍ଗ ହିରୋ ମାତାଙ୍ଗିନୀ ହାଜରା ତାଙ୍କ ବିଷୟରେ ଜାଣିବା। ବହୁତ ବଡ଼ ଇଭେଣ୍ଟ, ଆପଣ ଜାଣିବା ନିହାତି ଦରକାର। ଡିଟେଲ ଜାଣିବା। ଗାନ୍ଧୀ ବୁଢ଼ୀ ଗାନ୍ଧୀ ଭାବରେ ଜଣାଶୁଣା ମାତାଙ୍ଗିନୀ ହାଜରା ଭାରତର ସ୍ୱାଧୀନତା ସଂଗ୍ରାମରେ ଜଣେ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ଉତ୍ସର୍ଗୀକୃତତା, ସ୍ଥିରତା ଏବଂ ନିର୍ଭୀକ ଆତ୍ମା ତାଙ୍କୁ ବ୍ରିଟିଶ ଉପନିବେଶ ଶାସନ ବିରୁଦ୍ଧରେ ସଂଗ୍ରାମ ସମୟରେ ସାହସର ପ୍ରତୀକ ଭାବରେ ପରିଣତ କରିଥିଲା। ମନେ ରଖିବେ, ମାତାଙ୍ଗିନୀ ହାଜରା, ଯିଏକି ଓଲ୍ଡ ଲେଡି ଗାନ୍ଧୀ ଭାବରେ ମଧ୍ୟ ଜଣାଶୁଣା। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଭେଣ୍ଟ। ଭାରତରେ E20 ଇନ୍ଧନ, ଅର୍ଥ ଲାଭ ଏବଂ ସରକାରୀ ପୁଷ୍ଟିକରଣ ବିଷୟରେ ଜାଣିବା। ବହୁତ ବଡ଼ ଇଭେଣ୍ଟ ଏଇଟା, ଆପଣ ଜାଣିବା ନିହାତି ଦରକାର। ପ୍ରଥମେ ଜାଣିବା E20 ଇନ୍ଧନ କ'ଣ। E20 ଇନ୍ଧନ ହେଉଛି ପେଟ୍ରୋଲ ସାଥିରେ 20% ଇଥାନଲର ମିଶ୍ରଣ। ଏହାର ଲାଭ, ମାଇଲେଜ, ପ୍ରଭାବ, ସୁସଙ୍ଗତତା ଏବଂ ଭାରତର ଶକ୍ତି ପରିବର୍ତ୍ତନର ଭୂମିକା ବିଷୟରେ ଜାଣିବା। E20 ଇନ୍ଧନ ହେଉଛି 20% ଇଥାନଲ ଏବଂ 80% ପେଟ୍ରୋଲର ମିଶ୍ରଣ। ଇଥାନଲ ହେଉଛି ଏକ ଆଲକୋହଲ ଭିତ୍ତିକ ଜୈବ ଇନ୍ଧନ, ଯାହାକି ମୁଖ୍ୟତଃ ଆଖୁ, ମକା ଏବଂ ଅନ୍ୟାନ୍ୟ ଫଳରୁ ନିର୍ମିତ। ଆମଦାନୀ ହେଉଥିବା ଅଶୋଧିତ ତେଲ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା, ନିମ୍ନ ଗ୍ରୀନ ହାଉସ୍ ଗ୍ୟାସ୍ ନିର୍ଗମନ
इथानल उत्पादन करुथिबा फसल चाष करुथिबा चाषींक पई आय वृद्धि भारतर E20 कार्यक्रम एहार शक्ति परिवर्तनर रणनीतिर एक अंश अटे एवं 2070 मसीहा सुधा नेट जीरो कार्बन निर्गमन लक्ष्य को समर्थन करे। मन रखिबे एटा आउ गोटे बड़ नेशनल इवेंट आमर संसद रे ट्विन क्रीड़ा संस्कार बिल पास होईछि। भारतर ओलंपिक अभिलाष पई एटा बहुत बड़ पदक्षेप। डिटेल ले जानिबा भारतीय क्रीड़ा पई एक गुरुत्वपूर्ण पदक्षेप रे संसद दुईटी परिवर्तनशील नियम प्रणयन करिछि। नेशनल स्पोर्ट्स गवर्नेंस बिल 2025 एवं जातीय आंटी डोपिंग संशोधन बिल 2025 क्रीड़ा प्रशासनर संस्कार आनिब एथलेट सुरक्षा को दृढ़ करिब एवं भारत को विश्व डोपिंग विरोधी मानदंड सह समान करने को लक्ष्य रखिछि। केंद्र क्रीड़ा मंत्री मनसुख मांडविया एही स्पोर्ट्स बिल को नैतिक शासन एवं एथलेट केन्द्रिक क्रीड़ा नीति पई एक निर्णायक पदक्षेप बोली कहिसंती। मन रखिबे स्पोर्ट्स गवर्नेंस बिल 2025 वेरी इंपोर्टेंट। एटा आउ गोटे बड़ नेशनल इवेंट आमर लोकसभा रे इंडियन पोर्ट बिल 2025 मॉडर्नाइजिंग होईछि पास होईछि। डिटेल ले जानिबा बहुत बड़ इवेंट 12 अगस्त 2025 रे लोकसभा रे भारतीय बंदर बिल 2025 पारित होईछि जहा बंदर शासन को आधुनिकीकरण वाणिज्य प्रक्रिया को श्रृंखलित करने एवं भारतर सामुद्रिक क्षेत्र को विश्वर सर्वोत्तम अभ्यास सहित समान करने एक गुरुत्वपूर्ण संस्कार। केंद्र बंदर परिवहन एवं जलपथ मंत्री श्री सर्बानंद सोनोवाल द्वारा उपस्थापित होइथिबा एही बिल भारतीय बंदर अधिनियम 1908 रो आईन को बदलाई देछि। बहुत पुराना बिल थिला जोटा कि 2025 मसीह रे संशोधन होईछि। मन रखिबे बहुत बड़ इंपोर्टेंट इवेंट एटा। आगु को बढ़िबा एटा आउ गोटे बड़ इंटरनेशनल इवेंट टूरिज्म को बढ़ाइबा पई नेपाल वर्तमान फ्री माउंटेनिंग क्लाइंबिंग को फ्री करिछि 97टा हिमालय पर्वत शिखर पई। डिटेल ले जानिबा दुस्साहसिक पर्यटकों को आकर्षित करने लक्ष्य रे अल्प जनाशुना पार्वत्य अंचल को प्रोत्साहित करने उद्देश्य रे नेपाल घोषणा करिछि जे पर्वतारोही माने आसंता 2 वर्ष पई 97टी हिमालय शिखर को मागणारे चढ़ी माप करि परिबे। नेपालर पर्यटन विभाग द्वारा उन्मोचित एही पदक्षेप नेपालर अन्वेषित प्राकृतिक धन को प्रदर्शन करिवो एवं नेपालर गरीब दूर पश्चिम प्रदेशर अर्थनैतिक अभिवृद्धि को उत्साहित करने लक्ष्य रखिछि। मन रखिबे बहुत बड़ इंटरनेशनल इवेंट नेपाल तरफरु। सांग माने आजिर सखाळर टॉप करेंट अफेयर्स एठी सरिला। आ भिडियोटा केमिति लागिला आपनकर मतामत कमेंट माध्यम रे जणैबे। भिडियो को लाइक करिवे समस्त सांग साथी प्रत्येक ओडिशावासी ओडिशार छात्र छात्री निकट को शेयर करिवे। नुआ थिले वर्ल्ड अफेयर मधुजिके ओडिया चैनल को सब्सक्राइब करिवे। सबुदिन इंपोर्टेंट जीके करेंट अफेयर स्पोर्ट्स अफेयर वर्ल्ड अफेयर एम्प्लॉयमेंट न्यूज नोटिफिकेशन आपन को एठारे मिलता है। वीडियो देखिथिबारु बहुत बहुत धन्यवाद। जय जगन्नाथ। वंदे उत्कल जननी।